ପୁରୀର ଅଗଣିତ କାହାଣୀ ଆଉ କିମ୍ବଦନ୍ତୀ ଭିତରେ ଗୋଟେ ଏମିତି କଥା ଲୁଚି ରହିଛି ଯେଉଁଠି ଅସୀମ ଭକ୍ତି ହିଁ ଗୋଟେ ଅସୁବିଧାର କାରଣ ହୋଇଗଲା। ଆଉ ଏଇଟା ଖାଲି ଗୋଟେ ପୌରାଣିକ କଥା ନୁହେଁ, ବରଂ ଭଗବାନ ଆଉ ତାଙ୍କର ପରମ ଭକ୍ତଙ୍କ ଭିତରେ ଥିବା ସେଇ ଅଦ୍ଭୁତ ଅତୁଟ ସମ୍ପର୍କର ଗାଥା। ତେବେ ଗୋଟେ ପ୍ରଶ୍ନ, କେବେ ଭାବିଛନ୍ତି ପୁରୀ ଜଗନ୍ନାଥ ମନ୍ଦିରର ସେଇ ବିଶାଳ ସିଂହଦ୍ୱାରରେ ଜୟ ବିଜୟ ତ ଅଛନ୍ତି, କିନ୍ତୁ ପ୍ରଭୁ ରାମଙ୍କର ସବୁଠୁ ବଡ଼ ଭକ୍ତ ପବନପୁତ୍ର ହନୁମାନ ସେ କାହିଁକି ନାହାନ୍ତି? ଆଶ୍ଚର୍ଯ୍ୟ କଥା ନା? ଯିଏ ନିଜ ପ୍ରଭୁଙ୍କର ଛାଇ ହେଇ ସବୁବେଳେ ସାଥରେ ରହନ୍ତି, ସେ ହିଁ ତାଙ୍କ ମୁଖ୍ୟ ପ୍ରବେଶ ପଥରୁ କେମିତି ଦୂରରେ ରହିଲେ? ବାସ୍ ଏହି ପ୍ରଶ୍ନ ଭିତରେ ହିଁ ଲୁଚି ରହିଛି ଏକ ବହୁତ ବଡ଼ ରହସ୍ୟ ଆଉ ଏକ ମହାନ କାହାଣୀ। ତେବେ ଆମ କାହାଣୀ ଆରମ୍ଭ ହୋଇଛି ସେହି ସମୟରୁ ଯେତେବେଳେ ତୃତୀୟ ଯୁଗର ମର୍ଯ୍ୟାଦା ପୁରୁଷୋତ୍ତମ ଆମ ଶ୍ରୀରାମ କଳିଯୁଗରେ ଦାରୁବ୍ରହ୍ମ ଭଗବାନ ଜଗନ୍ନାଥ ହୋଇ ନୀଳାଚଳ ଧାମରେ ବିରାଜମାନ କଲେ। ଆଉ ନିୟମ ତ ଗୋଟିଏ, ଯୋଉଠି ପ୍ରଭୁ ସେଇଠି ତାଙ୍କ ଭକ୍ତ। ତ ଚିରଞ୍ଜୀବୀ ହନୁମାନ ବି ନିଜ ଆରାଧ୍ୟଙ୍କ ସେବା ପାଇଁ ପୁରୀରେ ଆସି ପହଞ୍ଚିଗଲେ। ଆଉ ହନୁମାନ ଖାଲି ଆସିଲେନି, ଆସିବା ସାଙ୍ଗେ ସାଙ୍ଗେ ନିଜ ପ୍ରଭୁଙ୍କ ପୁରୀର ସୁରକ୍ଷା ଦାୟିତ୍ୱ ନିଜେ ଉଠେଇ ନେଲେ। ସେ କିଛି ସାଧାରଣ ଦ୍ୱାରପାଳ ନଥିଲେ ନା, ସେ ଥିଲେ ଗୋଟେ ଚଳନ୍ତି ଦୁର୍ଗ। ସିଂହଦ୍ୱାର ଆଗରେ ଏକ ଅଭେଦ୍ୟ ପାଚେରୀ ଭଳି ଠିଆ ହୋଇଗଲେ। ଆଉ ତାଙ୍କ ପ୍ରତିଜ୍ଞା କ'ଣ ଥିଲା ଜାଣିନ୍ତି? ଯେ ପର୍ଯ୍ୟନ୍ତ ସୂର୍ଯ୍ୟ ଏବଂ ଚନ୍ଦ୍ର ଆଲୋକିତ, କୌଣସି ସଙ୍କଟ ମୋ ପ୍ରଭୁଙ୍କ ଧାମ ଉପରେ ଦୃଷ୍ଟି ପକାଇବାକୁ ସାହସ କରିବ ନାହିଁ। ବାଃ, କି ପ୍ରତିଜ୍ଞା! ତାଙ୍କ ଉପସ୍ଥିତିରେ ଏତେ ଶକ୍ତି ଥିଲା ଯେ ସେ ଏପରିକି ସେହି ଚଞ୍ଚଳ ସମୁଦ୍ରକୁ ବି ଆଦେଶ ଦେଇଥିଲେ, ନିଜ ସୀମାରେ ରୁହ, କାରଣ ଏଠି ସ୍ୱୟଂ ବ୍ରହ୍ମାଣ୍ଡର ନାଥ ବିଶ୍ରାମ କରୁଛନ୍ତି। ଭାବିପାରୁଛନ୍ତି ସେ ଦୃଶ୍ୟ? ତାଙ୍କର ସେହି ଶକ୍ତିଶାଳୀ ଗଦାର ଧମକରେ ଦିଗ ସବୁ ଥରି ଉଠୁଥିଲା, ଆଉ ତାଙ୍କ ଗର୍ଜନା ଶୁଣିଲେ ସ୍ୱୟଂ କାଳ ବି ଡରି ଯାଉଥିଲା। ଏମିତିକି ତାଙ୍କ ବିନା ଅନୁମତିରେ ଗୋଟିଏ ଛୋଟ ପକ୍ଷୀ ବି ମନ୍ଦିର ଭିତରକୁ ଯାଇପାରୁନଥିଲା। ସେ ସତରେ ପୁରୀର କ୍ଷେତ୍ରପାଳ ପାଲଟି ଯାଇଥିଲେ, ମନ୍ଦିରର ମୁଖ୍ୟ ସଂରକ୍ଷକ। ଆଉ ମନେ ମନେ ସବୁବେଳେ କହୁଥିଲେ, ପ୍ରଭୁ ଆପଣ ନିଶ୍ଚିନ୍ତରେ ଶୁଅନ୍ତୁ, ଆପଣଙ୍କର ଏ ଦାସ ଜାଗି ରହିଛି। କିନ୍ତୁ କାହାଣୀରେ ଏବେ ଆସିଲା ଏକ ମୋଡ଼। ହନୁମାନ ବିଚାରା ଜାଣିନଥିଲେ ଯେ ତାଙ୍କର ଏହି ପ୍ରଚଣ୍ଡ ଭକ୍ତି ହିଁ ଆଗକୁ ଏକ ନୂଆ ଦିବ୍ୟ ଲୀଳାର ଆରମ୍ଭ କରିବ। ଯେଉଁ ଭକ୍ତି ସୁରକ୍ଷା ପାଇଁ ଥିଲା, ଦେଖୁ ଦେଖୁ ତାହା ହିଁ ଏକ ସମସ୍ୟା ହୋଇଗଲା। ହେଲା କ'ଣ କି, ସମୟ ଯେମିତି ଯେମିତି ବିତିଲା, ହନୁମାନ କେବଳ ଜଣେ ରକ୍ଷକ ହୋଇ ରହିଲେନି, ସେ ନିଜ ପ୍ରଭୁଙ୍କ ପ୍ରେମରେ ପୂରାପୂରି ବୁଡ଼ିଗଲେ, ବିଲୀନ ହୋଇଗଲେ। ତାଙ୍କର ପ୍ରତିଟି ରୋମକୂପରୁ କେବଳ ଗୋଟିଏ ହିଁ ଧ୍ୱନି ବାହାରୁଥିଲା, ରାମ, ଜଗନ୍ନାଥ। ଆଉ ସେ ତ ପବନପୁତ୍ର। ତ ତାଙ୍କର ପ୍ରତିଟି ନିଶ୍ୱାସ ଗୋଟେ ଗୋଟେ ପ୍ରଳୟଙ୍କାରୀ ଝଡ଼ ଭଳି ଥିଲା। ଓ ତାର ପରିଣାମ କ'ଣ ହେଲା? ଯେତେବେଳେ ହନୁମାନ ଧ୍ୟାନରେ ବସୁଥିଲେ, ତାଙ୍କର ସେଇ ନିଶ୍ୱାସର ଶକ୍ତିରେ ମନ୍ଦିରର କାନ୍ଥ ସବୁ ଭୂକମ୍ପ ହେଲା ପରି ଥରୁଥିଲା। ଗର୍ଭଗୃହ ଭିତରେ ଥିବା ପବିତ୍ର ଦୀପ ଥରି ଥରି ଲିଭି ଯାଉଥିଲା। ଏପରିକି ସେହି ଶକ୍ତିଶାଳୀ ସମୁଦ୍ର ବି ଭୟରେ ପଛୁକୁ ହଟି ଯାଉଥିଲା। ଏଇ ଯେଉଁ ବ୍ରହ୍ମାଣ୍ଡୀୟ କମ୍ପନ, ଏହା ପ୍ରଭୁ ଆଉ ମାତାଙ୍କର ଦିବ୍ୟ ବିଶ୍ରାମରେ ବାଧା ଦେଉଥିଲା। ଏଠି ଦେଖନ୍ତୁ କି ବିଡ଼ମ୍ବନା! ହନୁମାନଙ୍କର ଉଦ୍ଦେଶ୍ୟ ଥିଲା କେତେ ନିର୍ମଳ। ସେ ତ ଖାଲି ଜଣେ ନୀରବ ସଜାଗ ରକ୍ଷକ ହେବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ଭକ୍ତିର ପ୍ରଭାବ କ'ଣ ହେଲା? ଏକ ଅସହ୍ୟ ବ୍ରହ୍ମାଣ୍ଡୀୟ ଗର୍ଜନ। ସେ ଚାହୁଁଥିଲେ ଦିବ୍ୟ ଦମ୍ପତିଙ୍କୁ ସୁରକ୍ଷା ଦେବାକୁ। ଆଉ ହେଲା କ'ଣ? ମାତା ଲକ୍ଷ୍ମୀଙ୍କ ନିଦରେ ବାଧା ସୃଷ୍ଟି ହେଲା। ବିଚାରା ହନୁମାନ ନିଜେ ବି ଜାଣିନଥିଲେ ଯେ ତାଙ୍କ ପ୍ରେମ ହିଁ ଏକ ଅଶାନ୍ତିର କାରଣ ପାଲଟିଛି। ଶେଷରେ ଏ ସମସ୍ୟାର ସମାଧାନ ପାଇଁ ସ୍ୱୟଂ ପ୍ରଭୁ ଜଗନ୍ନାଥଙ୍କ ହିଁ ଆଗକୁ ଆସିବାକୁ ପଡ଼ିଲା। ଆଉ ଏହା ପରେ ଯାହା ହେଲା, ତାହା ହିଁ ଏ କାହାଣୀର ସବୁଠାରୁ ଭାବବିହ୍ୱଳ ଅଂଶ। ଗୋଟେ ରାତିରେ ମାତା ଲକ୍ଷ୍ମୀ ଆଉ ସହିପାରିଲେନି। ସେ ବ୍ୟାକୁଳ ହୋଇ ପ୍ରଭୁଙ୍କୁ କହିଲେ, ପ୍ରଭୁ, ଏହି ଭକ୍ତି ସତରେ ଅଦ୍ଭୁତ, କିନ୍ତୁ ଏହାର ଅଭିବ୍ୟକ୍ତି ଏକଦମ ଅସହ୍ୟ। ଏମିତି ଝଡ଼ ଭିତରେ କେହି କେମିତି ବିଶ୍ରାମ କରିପାରିବ? ଭଗବାନ ଜଗନ୍ନାଥ ତ ଅନ୍ତର୍ଯାମୀ। ସେ ଜାଣିଥିଲେ ଯେ ହନୁମାନଙ୍କ ନିଶ୍ୱାସ ହେଉଛି ତାଙ୍କର ପ୍ରାର୍ଥନା। ତାକୁ ରୋକିବାକୁ କହିବା ମାନେ ତାଙ୍କୁ ପ୍ରାର୍ଥନା କରିବାକୁ ମନା କରିବା। ସେଥିପାଇଁ ସେ ଏକ ଦିବ୍ୟ ଖେଳ ରଚିଲେ, ଏକ ଲୀଳା। ଏଇଟା ଦଣ୍ଡ ନଥିଲା, ଏଇଟା ଥିଲା ଭକ୍ତ ଆଉ ଭଗବାନଙ୍କ ସମ୍ପର୍କକୁ ଆହୁରି ମଧୁର କରିବାର ଏକ ଉପାୟ। ପରଦିନ ବ୍ରହ୍ମ ମୁହୂର୍ତ୍ତରେ ପ୍ରଭୁ ନିଜେ ଗଲେ ସିଂହଦ୍ୱାରକୁ। ଆଉ ଯେତେବେଳେ ସେ ହନୁମାନଙ୍କ ସବୁ କଥା ବୁଝେଇକି କହିଲେ, ହନୁମାନଙ୍କ ହୃଦୟ ଯେମିତି ଖଣ୍ଡ ଖଣ୍ଡ ହେଇଗଲା। ତାଙ୍କ ଆଖିରୁ ଧାର ଧାର ଲୁହ ବୋଇବାକୁ ଲାଗିଲା। ସେ କାନ୍ଦି କାନ୍ଦି କହିଲେ, ଯଦି ମୋର ନିଶ୍ୱାସ ମୋ ମାତାଙ୍କ ପାଇଁ ବାଧା ସୃଷ୍ଟି କରୁଛି, ତେବେ ମୁଁ ଏହି ନିଶ୍ୱାସ ହିଁ ତ୍ୟାଗ କରିଦେବି। ପ୍ରଭୁ କେବଳ ଆଦେଶ ଦିଅନ୍ତୁ। ହନୁମାନଙ୍କର ଏ ଦୁଃଖ ଦେଖି ପ୍ରଭୁ ତାଙ୍କୁ ସାନ୍ତ୍ୱନା ଦେଲେ, ଆଉ ବାହାର କଲେ ଗୋଟେ ବହୁତ ସରଳ ସମାଧାନ। କିନ୍ତୁ ସେହି ସରଳ ଆଦେଶର ପରିଣାମ, ତାହା ଥିଲା ସମ୍ପୂର୍ଣ୍ଣ ଅକଳ୍ପନୀୟ। ପ୍ରଭୁ ବହୁ ସ୍ନେହରେ କହିଲେ, ପବନପୁତ୍ର,
ଏତି ଦୁଃଖ କରନି। ତୁମକୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଏଠାରୁ 2.5 ପାଦ, ବସ୍ 2.5 ପାଦ ପଛକୁ ଚାଲିଯାଅ। ଏମିତି ଏକ ଜାଗାକୁ ଯେଉଁଠୁ ତୁମ ନିଶ୍ୱାସର ଶବ୍ଦ ଆଉ ମୋ ମନ୍ଦିର ଯାଏଁ ଆସିବନି। ପ୍ରଭୁଙ୍କର ଆଦେଶ ବାସ୍ ହନୁମାନଙ୍କ ପାଇଁ ସେତିକି ହିଁ ଯଥେଷ୍ଟ ଥିଲା। ସେ ତତ୍କ୍ଷଣାତ୍ ଆଦେଶ ପାଳନ କଲେ। କିନ୍ତୁ ସେହି ଭକ୍ତିର ଆବେଗରେ ସେ ଗୋଟେ ବଡ଼ କଥା ଭୁଲି ଯାଇଥିଲେ। ସେ ସେତେବେଳେ ତାଙ୍କର ସାଧାରଣ ବାନର ରୂପରେ ନଥିଲେ, ସେ ଥିଲେ ନିଜର ସେହି ବିଶାଳ ବ୍ରହ୍ମାଣ୍ଡୀୟ ରୂପରେ। ଆଉ ତାପରେ ତାଙ୍କର ପ୍ରଥମ ପାଦ ସିଧା ଯାଇ ପଡ଼ିଲା ମନ୍ଦିରଠାରୁ ମାଇଲ ମାଇଲ ଦୂରରେ। ଦ୍ୱିତୀୟ ପାଦରେ ସେ ପୂରାପୂରି ସହର ବାହାରରେ। ଆଉ ସେହି ଶେଷ ଅଧା ପାଦ ସେତେବେଳକୁ ସେ ପୁରୀର ପବିତ୍ର ସୀମା ବାହାରକୁ ଚାଲିଯାଇଥିଲେ। ଯେତେବେଳେ ସେ ଅଟକିଲେ, ସେ ଦେଖିଲେ ଯେ ସେ ପ୍ରାୟ 30 କିଲୋମିଟର ଦୂରରେ ଗୋଟେ ଜାଗାରେ ପହଞ୍ଚି ଯାଇଛନ୍ତି, ଯାହାର ନାଁ ଆଜି ଶିରୁଳି। ସେ ବ୍ୟାକୁଳ ହୋଇଗଲେ, ଚିତ୍କାର କଲେ, ପ୍ରଭୁ ଏ କ'ଣ ହେଲା? ମୁଁ 2.5 ପାଦରେ ଏତେ ଦୂରକୁ ଆସିଗଲି ଯେ ଆପଣଙ୍କ ମନ୍ଦିରର ନୀଳଚକ୍ର ବି ଦେଖାଯାଉନି। ଆଉ ଏହିପରି ପୁରୀର କ୍ଷେତ୍ରପାଳ ହନୁମାନ ପାଲଟିଗଲେ ଶିରୁଳିର ମହାବୀର। କିନ୍ତୁ ଶୁଣନ୍ତୁ, କାହାଣୀ ଏତିକିରେ ସରିନି। ଏଇ ଗୋଟିଏ ଘଟଣାରୁ ଆହୁରି ଅନେକ ପବିତ୍ର କଥାର ସୃଷ୍ଟି ହେଲା, ଯାହା ଆଜି ବି ଲୋକମାନେ କୁହନ୍ତି। ଗୋଟେ କଥା ଅଛି, ଶିରୁଳିରେ ଥିଲାବେଳେ ହନୁମାନଙ୍କ ଲାଞ୍ଜ ଏତେ ଲମ୍ବା ଥିଲା ଯେ ତାହା ମାଇଲ ମାଇଲ ଦୂରରେ କନ୍ଦାଗୋଳା ବୋଲି ଗୋଟେ ଗାଁରେ ପଡ଼ିଥିଲା। ତ ସେଠି ଜଣେ ଚାଷୀ ହଳ କଲାବେଳେ ତା ଲଙ୍ଗଳ ଯାଇ ସେ ଲାଞ୍ଜରେ ବାଜିଗଲା। ଯେତେବେଳେ ସେ ନିଜ ଭୁଲ ବୁଝିପାରିଲା, ସେ ସେଇ ଲାଞ୍ଜର ପୂଜା କଲା। ଆଉ ସେବେଠୁ କନ୍ଦାଗୋଡ଼ାର ସେଇ ଜାଗାଟା ବି ଗୋଟେ ପବିତ୍ର ପୂଜାସ୍ଥଳୀ ହେଇଗଲା। ଆଜି ବି ଯଦି ଶିରୁଳି ଯିବେ, ସେଠି ହନୁମାନଙ୍କର ସେହି 10 ଫୁଟ ଉଚ୍ଚର ଭବ୍ୟ ମୂର୍ତ୍ତି ଦେଖିବାକୁ ମିଳିବ। କିନ୍ତୁ ସେ ମୂର୍ତ୍ତିର ସବୁଠୁ ଖାସ୍ କଥା ହେଉଛି ତାଙ୍କର ଦୃଷ୍ଟି। ତାଙ୍କର 2ଟି ଆଖି 2ଟି ଅଲଗା ଦିଗକୁ ଚାହିଁ ରହିଛି। ବିଶ୍ୱାସ କରାଯାଏ ଯେ ତାଙ୍କର ବାମ ଆଖିର ଦୃଷ୍ଟି ସିଧା ପୁରୀରେ ଥିବା ଜଗନ୍ନାଥ ମନ୍ଦିରର ନୀଳଚକ୍ର ଉପରେ ପଡ଼େ। ଏଇଟା ହେଉଛି ତାଙ୍କ ପ୍ରଭୁଙ୍କ ପାଇଁ ତାଙ୍କର ଅଟୁଟ ପ୍ରେମ। ଆଉ ଡାହାଣ ଆଖି, ତାର ଦୃଷ୍ଟି ରହିଛି ଦକ୍ଷିଣ ଦିଗକୁ, ସମୁଦ୍ର ପାରି କରି ଲଙ୍କା ଆଡ଼କୁ। ଏଇଟା ହେଉଛି ଦୁଷ୍ଟ ଶକ୍ତି ବିରୁଦ୍ଧରେ ତାଙ୍କର ସେହି ସଜାଗ କର୍ତ୍ତବ୍ୟର ପ୍ରତୀକ। ଗୋଟିଏ ଆଖିରେ ପ୍ରେମ, ଆଉ ଆଖିରେ କର୍ତ୍ତବ୍ୟ। ତେବେ କାହାଣୀ ଆମକୁ ଶେଷରେ ଗୋଟିଏ କଥା ଭାବିବାକୁ ବାଧ୍ୟ କରେ। ଶରୀରରେ ହୁଏତ ହନୁମାନ ଦୂରକୁ ଚାଲିଗଲେ, କିନ୍ତୁ ତାଙ୍କ ଆତ୍ମା ସବୁବେଳେ ନିଜ ପ୍ରଭୁଙ୍କ ପାଖରେ ହିଁ ଥିଲା। ତ ଏଥିରୁ ଗୋଟେ ପ୍ରଶ୍ନ ଉଠୁଛି, ପ୍ରକୃତ ଭକ୍ତି କ'ଣ ପାଖରେ ରହିବାରେ ମପାଯାଏ ନା